ମୋ ପିଲାଦିନର ଦୀପାବଳି ଭାରି ଅଲଗା ଥିଲା। ଗୋଟେ ସପ୍ତାହ ପୂର୍ବରୁ ମୋର ଦୀପାବଳି ଆରମ୍ଭ। ସ୍କର୍ଟ ପକେଟରେ ଲୁଚେଇକି ଲଣ୍ଡି ବାଣ ସ୍କୁଲକୁ ନେଇ ଯାଉଥିଲି। ଆଉ ରିସେସରେ ତାକୁ ଖେଳ ପଡ଼ିଆରେ ଲୁଚେଇ ଲୁଚେଇ ଲଗଉଥିଲି। ସାନ ଭାଇକୁ ଡରୁଆ ବୋଲି କହି ଲଣ୍ଡି ରସୁଣ ଝୁରଝୁରିକି ଲଗେଇକି ମୁଁ ନିଜକୁ ସାହସୀ ବୋଲି ଦେଖେଇ ହଉଥିଲି। ଘରର ଛାତ ଉପର ସାରା ଦୀପରେ ସଜଉଥିଲି। ମୋ ବାପାଙ୍କର ବାଣକୁ ଭାରି ଡର। କିନ୍ତୁ ସେ କିଣିକି 4ଟା ତାଳ ଫୋଟକା ନିଶ୍ଚିତ ଆଣନ୍ତି। କଥାରେ କୁହନ୍ତି ନା, ଭୂତ ପ୍ରେତ ମାନଙ୍କର ବାସ ହବନି ବୋଲି ଘରେ। ତାଳ ଫୋଟକୁ ଘରର ଚାରିପଟେ କାହାକୁ ଡକେଇ ଗୋଟେ ଗୋଟେ କରି ଫୁଟାନ୍ତି। ବାଣର ତ ଆମ ଘରେ ପ୍ରଶ୍ନ ନଥାଏ। ରଙ୍ଗ ବେରଙ୍ଗର କ୍ୟାଣ୍ଡେଲ ଆଉ ଦୀପରେ ପୁରା ଘର ସଜେଇବାକୁ ପଡ଼େ। ଭଉଣୀର ମୋର ଝଗଡ଼ା, କିଏ ଦୀପ ନେଇ ଗ୍ରାମ ଦେବତୀଙ୍କ ପାଖକୁ ଯିବ। ସନ୍ଧ୍ୟା ନ ହଉଣୁ ବୋଉ ଦୀପ ସଜାଡ଼ି ଦିଏ। ଘରେ ପିଠା ଆଉ କ୍ଷୀରି ହୁଏ। ମନ ଖୁସିରେ ଖାଉ। ଆଉ ସବୁଠୁ ଖୁସି ଥାଏ ସେଇଦିନ ସନ୍ଧ୍ୟାରେ ପାଠ ପଢ଼ିବାକୁ ବି ପଡ଼େନି। ସବୁ ବର୍ଷ ଦୀପାବଳି ଆସୁଛି, ସେ ପିଲାଦିନ ଆଉ ଆସୁନି, ନା ସେ ବୟସ ଆଉ ଆସୁନି। ସବୁ କିଛି ବଦଳି ଯାଉଛି, ହେଲେ ସ୍ମୃତିକୁ ଏବେ ବି ଲୁଚେଇ ରଖିଛି।